ଘରୋଇ ବିବାଦ ପାଇଁ ହୋଇପାରିଲାନି ମା'ର ଶବ ସତ୍କାର। ଘରେ ପଡ଼ି ରହିଲା ଶବ। ଶେଷରେ ପୋଲିସ ଅଧିକାରୀ କଲେ ଶେଷକୃତ୍ୟ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁରା ପଞ୍ଚାୟତ ଲୋକନାଥପୁର ଗ୍ରାମରେ ଏକ ଅଦେଖା ଘଟଣା ଘଟିଛି। ସୂଚନା ଅନୁଯାୟୀ ଗ୍ରାମର ସ୍ୱର୍ଗତ ବଂଶୀଧର ଦାସଙ୍କ ପତ୍ନୀ ତୁଳସୀ ଦାସଙ୍କ 3 ପୁଅ ଅଛନ୍ତି। ବଡ଼ ପୁଅ ନିଖୋଜ ଥିବା ବେଳେ ତୁଳସୀ ସାନ ପୁଅ ପାଖରେ ରହୁଥିଲେ। ତେବେ ଗତକାଲି ସକାଳେ ତୁଳସୀଙ୍କର ଦେହାନ୍ତ ହୋଇଥିଲା। ଶବ ସତ୍କାର କରିବାକୁ ନେଇ ମଝିଆ ଏବଂ ସାନ ପୁଅଙ୍କ ମଧ୍ୟରେ ବିବାଦ ଯୋଗୁଁ ରାତି 9ଟା ପର୍ଯ୍ୟନ୍ତ ଘର ବାରଣ୍ଡାରେ ଶବ ପଡ଼ି ରହିଥିଲା। ଖବର ପାଇ ଅମର୍ଦା ରୋଡ୍ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘରଠାରୁ 2 କିଲୋମିଟର ପର୍ଯ୍ୟନ୍ତ ନିଜ କାନ୍ଧରେ ଶବ ନେଇ ସୁବର୍ଣ୍ଣରେଖା ନଦୀ ପଠାରେ ଶବ ସତ୍କାର କରିଥିଲେ। କାଲି ଦିନ 10ଟା ଖଣ୍ଡେ ବେଳେ ସେ ଯୋଉ ତାଙ୍କ ଗାଁରେ ସେ ଯୋଉ ସ୍ତ୍ରୀ ଲୋକଟିର ଡେଥ୍ ହେଇଥିଲା ତୁଳସୀ ଦାସଙ୍କର। ତ ଆମକୁ ଖବର ଆସିଲା ସନ୍ଧ୍ୟାବେଳେ ଯେ ଏମିତି ଭାଇ ଭିତରେ ଝଗଡ଼ା ହେଇକି ସବୁଟା ପଡ଼ି ରହିଛି। ତ ଆମେ ସାଙ୍ଗେ ସାଙ୍ଗେ ଏମର୍ଜେନ୍ସି କଲ୍ ଯେତେବେଳେ ଆସିଲା ଆମେ ଆମର ଯେ ଥାନାର ଏସ୍ଆଇ ବିନ୍ଧାଣୀ ବାବୁ ସିଏ ଆଉ ଷ୍ଟାଫ୍ ନେଇକି ଯାଇଥିଲେ। ତାପରେ ସାଙ୍ଗେ ସାଙ୍ଗେ ମୋତେ ଖବର ଆସିଲା ଯେ ସେଠି ଗଣ୍ଡଗୋଳ ଚାଲିଛି, ଯେ ଶବକୁ ଛାଡ଼ୁନାହାନ୍ତି ସତ୍କାର ପାଇଁ। ତ ମୁଁ ଯାଇ ପହଞ୍ଚିଲା ପରେ ଦେଖିଲି ତାଙ୍କ ଭାଇ ଭିତରେ ଏତେ ତିକ୍ତତା ଥିଲା ଯେ କେହି ଶବକୁ ନେବା ପାଇଁ କେହି ରାଜି ନଥିଲେ। ତ ତାପରେ 2-3 ଘଣ୍ଟା ବୁଝାସୁଝା କଲା ପରେ ତ କୌଣସି ତରଫରୁ ରାଜି ହେଲେନି ଶବକୁ ନେବା ପାଇଁ। ତା ବାଧ୍ୟ ହେଇକି ଆମେ ପୁଲିସ ତରଫରୁ ଶବ ନେଇ ସତ୍କାର କରିଥିଲୁ। 10 ଘଣ୍ଟା ପାଖାପାଖି ପଡ଼ିଯାଇଥିଲା। ସ୍ୱାର୍ଥପର ଦୁନିଆରେ ନିଜ ମଣିଷ ପର ହୋଇଯାଉଥିବା ବେଳେ ପୋଲିସ ଅଧିକାରୀଙ୍କ ଏଭଳି ମହାନତା ଯୋଗୁଁ ସବୁ ମହଲରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ବସ୍ତାରୁ ପ୍ରତାପ ଜେନାଙ୍କ ରିପୋର୍ଟ ଆଜିକାଲି।